ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ପ୍ରଭୁ ଯୀଶୁ କାହିଁକି ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଅଛନ୍ତି, ଏହି ବିଷୟରେ 5 ବିଷୟ କହିବା ପାଇଁ ଚାହେଁ। ଏବଂ ପ୍ରଭୁ ଯୀଶୁ ନିଜେ କହିଅଛନ୍ତି ଯେ ପବିତ୍ର ଆତ୍ମାଙ୍କୁ କାହିଁକି ପ୍ରେରଣ କରାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଶୁଣିଥିବେ, ଜାଣି ମଧ୍ୟ ଥିବେ, ଲୋକମାନଙ୍କୁ ଜଣାଇ ମଧ୍ୟ ଥିବେ। କିନ୍ତୁ ବର୍ତ୍ତମାନ ଏହି ଭିଡ଼ିଓ ମାଧ୍ୟମରୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ କାହିଁକି ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଅଛନ୍ତି। 5 ବିଷୟରେ କହିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ନହେଲେ ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ। ଲେଖାଯାଏ ପ୍ରଥମ ବିଷୟ ଦେଖିବା ନିମନ୍ତେ ଯିବା। 5 ବିଷୟ ମଧ୍ୟରୁ ପ୍ରଥମ ବିଷୟ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ଆତ୍ମାଙ୍କୁ ପ୍ରଭୁ ଯୀଶୁ କାହିଁକି ପ୍ରେରଣ କରିଅଛନ୍ତି। ଆସନ୍ତୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା ଯୋହନ ଲିଖିତ ସୁସମାଚାର ତାର 14 ପର୍ବ ତାର 16 ପଦ। ଏହି ଜାଗାରେ ଲେଖାଯାଏ, ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ କାହିଁକି ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଅଛନ୍ତି। ପ୍ରଥମ ପଏଣ୍ଟ ହେଲା, ସେ ଆମ୍ଭମାନଙ୍କର ସହିତ ଚିରକାଳ ରହିବା ନିମନ୍ତେ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଜାଗାମାନଙ୍କରେ ଆପଣମାନେ ଦେଖିଥିବେ, ପବିତ୍ର ଆତ୍ମାଙ୍କୁ ସ୍ୱାଗତ କରୁଛନ୍ତି। ଏହା ହେଉଛି ବହୁତ ବଡ଼ ଭୁଲ ବିଷୟ। ପବିତ୍ର ଆତ୍ମା ଆମ୍ଭମାନଙ୍କର ନିଜ ଇଚ୍ଛାରେ ଆସନ୍ତି ନାହିଁ। ପବିତ୍ର ଆତ୍ମା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲରେ ଅନେକ ପ୍ରକାର ଆତ୍ମା ଅଛି। କିନ୍ତୁ ଆମ୍ଭେମାନେ ଦେଖୁଛୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, 5 ବିଷୟରେ ପ୍ରଭୁ ଯୀଶୁ କାହିଁକି ପ୍ରେରଣ କରିଅଛନ୍ତି। ପ୍ରଥମ ପଏଣ୍ଟ ହେଲା, ସେ ଆମ୍ଭମାନଙ୍କର ସହିତ ଚିରକାଳ ରହିବା ନିମନ୍ତେ ପ୍ରଭୁ ଯୀଶୁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଅଛନ୍ତି। ପ୍ରଥମ ବିଷୟ। ଏବଂ ଦ୍ୱିତୀୟ ବିଷୟ ଦେଖିବା ନିମନ୍ତେ ଯିବା, ବା ଦ୍ୱିତୀୟ ପଏଣ୍ଟ ଦେଖିବା ନିମନ୍ତେ ଯିବା, ପ୍ରଭୁ ଯୀଶୁ କାହିଁକି ପ୍ରେରଣ କରିଅଛନ୍ତି। ଯୋହନ ଲିଖିତ ସୁସମାଚାର ତାର 14 ପର୍ବ ତାର 26 ପଦ। ଏହି ଜାଗାରେ ଲେଖାଯାଏ, କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମା ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ଆତ୍ମା ଆମ୍ଭମାନଙ୍କୁ ସମସ୍ତ ବିଷୟର ଶିକ୍ଷା ଦେବେ। ଏଥିପାଇଁ ପ୍ରେରଣ କରାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଥିପାଇଁ ପ୍ରେରଣ କରାଯାଇଅଛି। ସମସ୍ତ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ପବିତ୍ର ଆତ୍ମା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦ୍ୱିତୀୟ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲେ। ଏବଂ ଦେଖିବା ତୃତୀୟ ବିଷୟ, ଯେ ପ୍ରଭୁ ଯୀଶୁ କାହିଁକି ପ୍ରେରଣ କରିଅଛନ୍ତି। ବି ପାର୍ଟ ଦେଖିବା। ଏ ପାର୍ଟ ଆମ୍ଭେମାନେ ଦେଖିଲୁ 26 ଏବଂ 26 ହିଁ ବି ପାର୍ଟ। ତେବେ ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଅଛି, ସେଇ ସବୁ ତୁମମାନଙ୍କୁ ସ୍ମରଣ କରାଇବେ। ତୃତୀୟ ନମ୍ବର ଦେଖୁଛୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ଆତ୍ମା ଆମ୍ଭମାନଙ୍କୁ ସମସ୍ତ ବିଷୟ ସ୍ମରଣ କରାଇବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମେ ଦେଖିଲୁ ସେ ଚିରକାଳ ଆମ୍ଭମାନଙ୍କର ସହିତ ରହିବା ନିମନ୍ତେ, ଏବଂ ଦ୍ୱିତୀୟରେ ଦେଖିଲୁ ଆମ୍ଭମାନଙ୍କୁ ସମସ୍ତ ବିଷୟରେ ଶିକ୍ଷା ଦେବେ। ଏବଂ ତୃତୀୟ ବିଷୟ ହେଲା, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ସ୍ମରଣ କରାଇବେ, ହେତୁ କରାଇବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଥିପାଇଁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରାଯାଇଅଛି। ଏବଂ ଚତୁର୍ଥ ବିଷୟ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୋହନ ଲିଖିତ ସୁସମାଚାର ତାର 16 ପର୍ବ 13 ପଦ। ଏହି ଜାଗାରେ ଲେଖାଯାଏ, କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇବେ, ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। କାରଣ ସେ ଆପଣା ଠାରୁ କଥା କହିବେ ନାହିଁ,
ମାତ୍ର ଯାହା ଯାହା ଶୁଣିବେ ସେସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ଏଥିପାଇଁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିପାରୁଥିବେ, ଆପଣମାନେ ନିଜେ ନିଜେ ମଧ୍ୟ ପବିତ୍ର ବାଇବଲକୁ ଆପଣମାନେ ପଢ଼ନ୍ତୁ ବା ଅଧ୍ୟୟନ କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ଥରେ এই চতুর্থ নম্বর প্রকাশ করিবা পাই চাহে যে এই জায়গা লেখা যায়, কিন্তু সে অর্থাৎ সত্যময় আত্মা আসিলে সে পথ দেখাই ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇ, କାରଣ ସେ ଆପଣା ଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ଏଥିପାଇଁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରାଯାଇଅଛି। ଆଗାମୀ ବିଷୟରେ ପବିତ୍ର ଆତ୍ମା ଜଣାଇବେ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ପଞ୍ଚମ ବିଷୟ ଦେଖିବା ନିମନ୍ତେ ଯିବା। ଯୋହନ 16:8 এই জায়গা লেখা যায়, সে অর্থাৎ পবিত্র আত্মা আসি পাপ, ধার্মিকতা ও বিচার বিষয়ে জগতକୁ প্রমাণ দেবে। প্রভুଙ୍କର প্রিয় ଲୋକମାନେ, ଏଥିପାଇଁ ପବିତ୍ର ଆତ୍ମାକୁ ପ୍ରେରଣ କରାଯାଇଛି। ପାପ, ଧାର୍ମିକତା, ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। এই ଜାଗାରେ ତିନୋଟି ଆମ୍ଭେମାନେ ଦେଖିବା ପାଇଁ ପାଉଛୁ, ପାପ, ଧାର୍ମିକତା, ବିଚାର। କିନ୍ତୁ ଆପଣମାନଙ୍କ ପାଖରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ପବିତ୍ର ଆତ୍ମା ପଠାଇବାର 5 ଗୋଟି ମୁଖ୍ୟ କାରଣ ପ୍ରକାଶ କରିଅଛି। ଆପଣମାନେ ଶୁଣିଥିବେ, ଜାଣି ମଧ୍ୟ ଥିବେ, ବୁଝି ମଧ୍ୟ ଥିବେ। ଏବଂ ଆଉ ଥରେ ଯଦି ଆପଣମାନେ ବୁଝିପାରୁନାହାନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଭିଡ଼ିଓକୁ ଆଉ ଥରେ ଦେଖନ୍ତୁ। ଯଦି ଆପଣମାନେ এই ଭିଡ଼ିଓ ଦେଖିବା ପାଇଁ ଯଦି ଇଚ୍ଛା କରନ୍ତି ନାହିଁ, ତାହେଲେ ଆପଣମାନଙ୍କ ପାଖରେ ଯେଉଁ ପଦପର୍ବ କୁହାଗଲା ସେ ଅନୁସାରେ ଆପଣମାନେ ଦେଖନ୍ତୁ, ବାଇବଲରେ ଦେଖନ୍ତୁ, ସଠିକ୍ ଭାବରେ ପଢ଼ନ୍ତୁ। ପ୍ରଥମ ବିଷୟ ହେଲା ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଶୁଣିଥିବେ ଚିରକାଳ ରହିବେ। ଏବଂ ଦ୍ୱିତୀୟ, ସମସ୍ତ ବିଷୟ ଶିକ୍ଷା ଦେବେ। ତୃତୀୟରେ, ଆମ୍ଭମାନଙ୍କୁ ସମସ୍ତ ବିଷୟ ସ୍ମରଣ କରାଇବେ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆଗାମୀ ବିଷୟ ସବୁ ଆମମାନଙ୍କୁ ଜଣାଇବେ। ଏବଂ ପାପ, ଧାର୍ମିକତା, ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିପାରୁଥିବେ ବା ବୁଝିଅଛନ୍ତି ମଧ୍ୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ସଠିକ୍ ଭାବରେ ଅଧ୍ୟୟନ କରନ୍ତୁ ବାଇବେଲକୁ। ତେବେ ଯାଇ ଆପଣମାନେ ଆହୁରି ଗଭୀରତା ସହିତ ଆପଣମାନେ ବୁଝିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଆଉ ଗୋଟେ ବିଷୟ କହିବା ପାଇଁ ଚାହେଁ, এই ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପ୍ରକାର ଭିଡ଼ିଓ ଆପଣମାନଙ୍କ ପାଖରେ এই ଚ୍ୟାନେଲ ମାଧ୍ୟମରୁ ଅପଲୋଡ଼ ହେବ। ଏବଂ ପ୍ରଭୁଙ୍କର ଦାସ ଯେଉଁ ଜାଗାରେ ମିଟିଂ କରନ୍ତି ସେହି ଜାଗାକୁ ଯାଇ ଆମ୍ଭେମାନେ ଭିଡ଼ିଓ ବନାଉ। ଏବଂ ଆପଣମାନଙ୍କ ପାଇଁ ଆପଣମାନେ ଯେପରି ବାକ୍ୟ ଶୁଣିପାରିବେ, ବୁଝିପାରିବେ, ଜାଣିପାରିବେ, ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଆଶୀର୍ବାଦ କରନ୍ତୁ।